ଗପ ଅମୃତରେ ମତ୍ସ୍ୟକନ୍ୟା। ବିରାଟ ରାଜ୍ୟର ରାଜା ଜୟଶଙ୍କର ଦିନେ ନିଜର ଜ୍ଞାତି ପରିଜନଙ୍କ ସହିତ ଶିକାର କରିବାକୁ ଯାଇ ଘଞ୍ଚ ଜଙ୍ଗଲରେ ବହୁ ସମୟ ଧରି ଶିକାର ଅନ୍ୱେଷଣରେ ଘୂରି ବୁଲିଲେ, ହେଲେ ତାଙ୍କ ସମ୍ମୁଖରେ କୌଣସି ଜନ୍ତୁ ପଡ଼ିଲେ ନାହିଁ। ରାଜା ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଲେ। ସାଥୀ ପ୍ରିୟ ପରିଜନମାନେ ମଧ୍ୟ ତାଙ୍କ ପଛରେ ରହିଗଲେ। ତେଣୁ ରାଜା ସେମାନଙ୍କୁ ଅପେକ୍ଷା କରିବା ସହିତ କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲ ମଝିରେ ଥିବା ଏକ ବିରାଟ ପୋଖରୀ ନିକଟରେ ପହଞ୍ଚିଲେ। ପୋଖରୀଠାରୁ ଅନତି ଦୂରରେ ଥିଲା ଗୋଟିଏ ବିରାଟ ବରଗଛ। ରାଜା ସେହି ଗଛ ଛାଇରେ ବସିଲେ। ଗଛ ମୂଳଟି ବେଶ୍ ଥଣ୍ଡା ଲାଗୁଥିଲା। ଧୀରେ ଧୀରେ ପବନ ବହୁଥିଲା। ରାଜାଙ୍କୁ ବହୁତ ଆରାମ ଲାଗିଲା। ସୂର୍ଯ୍ୟାସ୍ତ ସମୟ। ହଠାତ୍ ରାଜା ଏକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପୋଖରୀ ତୁଠ ପାଣିରେ ଡୁବି ଯାଇଥିବା ଗୋଟିଏ ପାହାଚ ଉପରେ ଗୋଟିଏ ଅପୂର୍ବ ଅନିନ୍ଦ ସୁନ୍ଦରୀ ଝିଅଟିଏ ବସିଛି। ଝିଅଟିର ଶିରୀ ସୌରଭକୁ ଉପମା ଦେବାକୁ ନାହିଁ, ହେଲେ ସେ ଝିଅଟିର ଅଣ୍ଟାଠାରୁ ମୁଣ୍ଡ ପର୍ଯ୍ୟନ୍ତ ରାଜାଙ୍କୁ ଦୃଶ୍ୟ ହେଉଥାଏ। ଆଉ ସବୁ ଅଙ୍ଗ ପ୍ରତ୍ୟଙ୍ଗ ପାଣି ଭିତରେ। ରାଜା ଏପରି ଏକ ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ। ଚାରିଆଡ଼େ ଶୂନଶାନ୍। ଏପରି ଏକ ନିର୍ଜନ ଜନହୀନ ଘଞ୍ଚ ଜଙ୍ଗଲର ଏ ପୋଖରୀ ତୁଠ ଉପରେ ସ୍ୱର୍ଗ ଅପ୍ସରୀ ସଦୃଶ ଜଣେ ସୁନ୍ଦରୀ ଝିଅଟିକୁ ଦେଖି ରାଜା କେତେ କ'ଣ ଭାବିଗଲେ। ଭାବିଲେ, ଏ ନିଶ୍ଚୟ ସ୍ୱର୍ଗର ଅପ୍ସରୀ ହୋଇପାରେ। ତାର ଅସାଧାରଣ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରାଜା ଗଛ ନିକଟରୁ ଉଠି ଆସିଲେ ପୋଖରୀ ତୁଠ ପାଖକୁ। ତୁଠ ପାଖରୁ ମାତ୍ର ଅଳ୍ପ କେତେ ଗଜ ଦୂରରେ ଠିଆ ହୋଇ ରାଜା ସେ ଝିଅଟିକୁ ପଚାରିଲେ, ହେ ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ଦେବୀ, ତୁମର ପରିଚୟ ଜାଣିପାରେ କି? ଏ ଘଞ୍ଚ ଜଙ୍ଗଲ ପୋଖରୀ ମଧ୍ୟରେ ତୁମେ ସ୍ନାନ କରୁଛ, ପୁଣି ସାଥିରେ ତୁମର ସଖୀ ସହଚରୀ କେହି ନାହାନ୍ତି। ମୁଁ ତମର କିଛି ସହାୟତା କରିପାରେ କି? ମୁଁ ଜଣେ ମତ୍ସ୍ୟକନ୍ୟା। ପାତାଳ ପୁର ମତ୍ସ୍ୟ ରାଜ୍ୟର ଆମ ଘର। ରାଜା ଜୟଶଙ୍କର ପଚାରିଲେ, ତମେ ଏଠାକୁ ଆସିଲ କିପରି? ତୁମର ନାଁ କ'ଣ? ତୁମ ପିତାଙ୍କ ନାମ କ'ଣ? ମୋ ନାମ ମୟୂରୀ। ମୋର ପିତାଙ୍କ ନାମ ମୀନକେତନ। ଏ ପୋଖରୀ ମଧ୍ୟରେ ଗୋଟିଏ ସୁଡ଼ଙ୍ଗ ଅଛି। ସେ ସୁଡ଼ଙ୍ଗର ରାସ୍ତା ଆମ ପାତାଳପୁର ମତ୍ସ୍ୟ ରାଜ୍ୟକୁ ଯାଇଛି। ଆମ ରାଜ୍ୟରେ ଏକ ଜଳାଶୟରୁ ମୁଁ ଏ ଜଳାଶୟକୁ ଆସିଲି। ରାଜା ପୁଣି ପଚାରିଲେ, ତୁମେ କ'ଣ ମଣିଷ ଭଳି ସ୍ଥଳଭାଗରେ ବିଚରଣ କରିପାରିବନି? ମୟୂରୀ କହିଲା, ହଁ, ଆମ ରାଜ୍ୟର ପୁରୁଷ ସ୍ତ୍ରୀ ସମସ୍ତ ପ୍ରଜାବୃନ୍ଦ ମଣିଷ ଆକୃତିର। ମୋର ମାତାପିତା ମଧ୍ୟ। ତମେ କାହିଁକି ଅର୍ଦ୍ଧେକ ଶରୀର ମାଛ ଶରୀର ପାଇଛ? ରାଜା ପଚାରିଲେ। ମତ୍ସ୍ୟକନ୍ୟା କହିଲା, ମୋ ପିତାଙ୍କର ଆଦୌ ସନ୍ତାନ ସନ୍ତତି ନଥିଲେ। ମୋ ପିତାମାତା ଅପରାହ୍ନ ସମୟରେ ନଦୀ କୂଳରେ ବସି ଏହି ଦୁଃଖରେ ଦୁଃଖୀ ହୋଇ କାନ୍ଦନ୍ତି। ଦିନକର ଘଟଣା। ସେଦିନ ଥାଏ ଚୈତ୍ର ପୂର୍ଣ୍ଣିମା। ପୁନେଇ ଜହ୍ନଟା ସୂର୍ଯ୍ୟାସ୍ତ ପରେ ପାହାଡ଼ ପଛପଟୁ ଉଠି ଆସୁଥାଏ। ହଠାତ୍ ନଦୀ ମଧ୍ୟରୁ ଜଣେ କମନୀୟ ରୂପକାନ୍ତି ସୁନ୍ଦର ଦେବପୁରୁଷ ନଦୀ ମଝିରେ ଥାଇ କହିଲେ, ହେ ରାଜା ମୀନକେତନ, ମୁଁ ମତ୍ସ୍ୟମାନଙ୍କ ଦେବତା। ତୁମ ଭାଗ୍ୟରେ ଆଦୌ ସନ୍ତାନ ସନ୍ତତି ନାହାନ୍ତି। ତୁମେ ଯଦି ଚାହିଁବ, ମୁଁ ତୁମକୁ କନ୍ୟା ସନ୍ତାନଟିଏ ଦେଇପାରେ। ତୁମର କନ୍ୟା ସନ୍ତାନଟିଏ ହବ, ହେଲେ ତାର ଅର୍ଦ୍ଧେକ ଶରୀର ମାଛର, ଅର୍ଦ୍ଧେକ ମଣିଷର। ହେଲେ ତାର ଅର୍ଦ୍ଧେକ ଶରୀର ମାଛର, ଆଉ ଅର୍ଦ୍ଧେକ ଶରୀର ମଣିଷର। ସେ ଜଳପଥରେ ଯୁଆଡ଼େ ଯିବାକୁ ଚାହିଁବ ମାଛ ରୂପ ନ ଧରି ଯାଇପାରିବ। ପୁଣି ଜଳରେ ସ୍ନାନ କରିବା ସମୟରେ ତାର ଅର୍ଦ୍ଧେକ ଶରୀର ମାଛ ହୋଇ ରହିବ। ଅନ୍ୟ ସମୟରେ ସେ ମଣିଷ ରୂପ ଧାରଣ କରିବ। ଅତି ସୁନ୍ଦରୀ ଆକର୍ଷଣୀୟ କନ୍ୟାଟିଏ ପାଇବ। ମୋର ପିତାମାତା ଚାହିଁବାରୁ ମତ୍ସ୍ୟ ଦେବତା ତଥାସ୍ତୁ ବୋଲି କହି ପୁଣି ସେ ନଦୀ ଗର୍ଭରେ ଡୁବିଗଲେ। ରାଜା ପଚାରିଲେ, ତାପରେ କ'ଣ ହେଲା? ମତ୍ସ୍ୟକନ୍ୟା କହିଲା, ତାପରେ ମୁଁ ଯଥା ସମୟରେ ଜନ୍ମ ନେଲି। ରାଜା ପୁଣି ପଚାରିଲେ, ତୁମେ ଏ ଜଙ୍ଗଲର ପୋଖରୀକୁ ଆସୁଛ, ତୁମ ରାଇଜରେ ଥିବା ନଦୀ କିମ୍ବା ପୋଖରୀରେ ସ୍ନାନ କରୁନା କାହିଁକି? ମୟୂରୀ କହିଲା, ଏ ଜଙ୍ଗଲର ପ୍ରାକୃତିକ ଶୋଭା, ବିଭିନ୍ନ ପୁଷ୍ପର ସୌନ୍ଦର୍ଯ୍ୟ ତଥା ସୁଗନ୍ଧ, ଏ ପୁଷ୍କରିଣୀ ଚାରିପାଖରେ ଥିବା ଚନ୍ଦନ, ଚମ୍ପା ଆଦି ଗଛର ପୁଷ୍ପର ବାସ୍ନା ମୋତେ ଅତ୍ୟନ୍ତ ପ୍ରୀତ କରାଇଛି। ଏ ପୁଷ୍କରିଣୀର ନିର୍ମଳ ଜଳ, ନିର୍ଜନ ପରିବେଶ ଇତ୍ୟାଦିର ଆନନ୍ଦ ଉପଭୋଗ କରିବା ପାଇଁ ମୁଁ ମତ୍ସ୍ୟ ରୂପ ନେଇ ଏ ପୋଖରୀକୁ ଚାଲି ଆସେ। ପୋଖରୀର ପାହାଞ୍ଚରେ ବସି ପ୍ରକୃତିର ଶୋଭା
ଉପଭୋଗ କରିଥାଏ। ଜଙ୍ଗଲର ହିଂସ୍ର ଅହିଂସ୍ର ପ୍ରାଣୀମାନଙ୍କୁ ଦେଖି ଖୁସି ହୋଇଥାଏ। ଏତିକି କଥା ମତ୍ସ୍ୟକନ୍ୟା ନୀରବ ରହି ରାଜାଙ୍କ ଆଡ଼କୁ ମୁହଁ ବୁଲାଇ ଅନ୍ୟ ଆଡ଼କୁ ଚାହିଁଲା। ରାଜା ଜୟଶଙ୍କର ତାକୁ ଅନୁସରଣ କରି କହିଲେ, ମୁଁ ଏହି ରାଇଜର ରାଜା। ମୁଁ ତୁମକୁ ବିବାହ କରିବାକୁ ଚାହେଁ। ମୁଁ ତୁମକୁ ସ୍ୱର୍ଗ ସମ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖିବି। ମୋର ସର୍ବସ୍ୱ ଅର୍ପଣ କରିବି। ମୋତେ ବିବାହ କରି ମୋର ରାଣୀ ରୂପେ ଏହି ପୃଥିବୀ ଲୋକରେ ବାସ କର ବା ଏ ମର୍ତ୍ତ୍ୟପୁରରେ ବାସ କର। ରାଜାଙ୍କର ଏପରି ମୋହଜଡ଼ିତ ପ୍ରସ୍ତାବ ମତ୍ସ୍ୟକନ୍ୟାକୁ ପସନ୍ଦ ହେଲା ନାହିଁ। ମର୍ତ୍ତ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାର ବାଧା ଆଣିବାରୁ ମତ୍ସ୍ୟକନ୍ୟା ମୟୂରୀ ରାଜାଙ୍କ ଉପରେ କ୍ରୋଧ କଲେ ଓ ରାଜାଙ୍କ ପ୍ରସ୍ତାବ ଅସ୍ୱୀକାର କଲେ। କିନ୍ତୁ ମୋହଗ୍ରସ୍ତ ରାଜା ବାରମ୍ବାର ନିବେଦନ କରିବାରୁ ମତ୍ସ୍ୟକନ୍ୟା ଦୁଃଖୀ ହେବା ସହିତ କ୍ରୋଧରେ ଜର୍ଜରିତ ହୋଇ ଅଭିଶାପ ଦେଲେ, ହେ ରାଜା, ଯେଉଁ ଚକ୍ଷୁରେ ମୋତେ ଦେଖି ମୋ ପ୍ରତି ଆକୃଷ୍ଟ ହୋଇ ଏହିପରି ହୀନ ଆଚରଣ କଲ, ତୁମର ସେହି ପାପ ଚକ୍ଷୁ ଦୃଷ୍ଟିହୀନ ହୋଇଯିବ। ତୁମେ ଅନ୍ଧ ପରି ଆଉ କିଛି ଦେଖିପାରିବ ନାହିଁ। ଏତିକି କହି ମତ୍ସ୍ୟକନ୍ୟା ସେ ପୋଖରୀ ଜଳ ମଧ୍ୟରେ ମୁହୂର୍ତ୍ତକ ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲା। ମତ୍ସ୍ୟକନ୍ୟା ମୟୂରୀ କୁଆଡ଼େ ଅଦୃଶ୍ୟ ହୋଇଯିବା ପରେ ପରେ ରାଜାଙ୍କର ଚକ୍ଷୁର ଜ୍ୟୋତି ମଳିନ ପଡ଼ିଗଲା। ଅନୁତାପ କରି ରାଜା ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦି ଉଠିଲେ। ରାଜାଙ୍କୁ ଖୋଜି ଖୋଜି ତାଙ୍କର ପ୍ରିୟ ପରିଜନମାନେ ତାଙ୍କ ପାଖରେ ପହଞ୍ଚିଗଲେ। ରାଜାଙ୍କର ଏପରି ଦୁରବସ୍ଥା ଦେଖି ଭୀଷଣ ଦୁଃଖ ପ୍ରକାଶ କଲେ। ରାଜା ସମସ୍ତ ଘଟଣା ଶୁଣାଇଲେ ତାଙ୍କର ମାତ୍ର କେତେଜଣ ପ୍ରିୟ ପରିଜନଙ୍କୁ। ତାପରେ ରାଜା ଜୟଶଙ୍କରକୁ ରାଜମହଲକୁ ନେଇ ଆସି ରାଜବୈଦ୍ୟଙ୍କ ଦ୍ୱାରା ଚିକିତ୍ସା କରାଗଲା। ସାରା ରାଜ୍ୟର ରାଜବୈଦ୍ୟ ଓ ଚିକିତ୍ସକମାନେ ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବାରେ ବିଫଳ ହେଲେ। ଅଭିଶାପର ପ୍ରଭାବ ତାହା ହୋଇଥିବାରୁ ଔଷଧ କୌଣସି କାମ କଲା ନାହିଁ। କେବଳ ଅଭିଶାପ ଦେଉଥିବା ବ୍ୟକ୍ତି ତାର ସାପକୁ ଫେରାଇ ନେଲେ ଯାଇ ଆରୋଗ୍ୟ ଲାଭ କରିବା ସମ୍ଭବ ହେବ। ରାଜା ଜୟଶଙ୍କରଙ୍କର ପୁତ୍ର ବିରୁପାକ୍ଷ ଅତ୍ୟନ୍ତ ସାହସୀ ତଥା ପିତୃଭକ୍ତ ଯୁବକ। ପିତାଙ୍କ ଦୁର୍ଦ୍ଦଶା ସେ ସହ୍ୟ କରିପାରିଲା ନାହିଁ। ସେ ଦୃଢ଼ ପ୍ରତିଜ୍ଞା କଲେ ଯେ ଯେପରି ବି ହେଉ ସେ ନିଶ୍ଚୟ ପାତାଳପୁରରେ ପହଞ୍ଚିବେ ଏବଂ ସେହି ମତ୍ସ୍ୟକନ୍ୟା ମୟୂରୀକୁ ବିନୟ ହୋଇ ତାଙ୍କ ପିତାଙ୍କୁ ଶାପମୁକ୍ତ କରିବା ପାଇଁ ପ୍ରାର୍ଥନା କରିବେ। ଏହି କର୍ମ ପାଇଁ ସେ ଆପଣା ପ୍ରାଣ ମଧ୍ୟ ଉତ୍ସର୍ଗ କରିବାକୁ ସଂକଳ୍ପ କଲେ। ଅଭିଜ୍ଞ ଲୋକଙ୍କଠାରୁ ସେ ଜାଣିବାକୁ ପାଇଲେ ଯେ ପାତାଳପୁର ପୂର୍ବ ଦିଗରେ ଅବସ୍ଥିତ। ତେଣୁ ସେ ତାଙ୍କ ରାଜ୍ୟର ପୂର୍ବ ଦିଗ ପଥରେ ଆଗେଇ ଚାଲିଲେ। ଅନେକ ଦିନ ଭୋକ ଉପାସରେ କଟାଇ ଶେଷରେ ସେ ଏକ ନିଘଞ୍ଚ ଜଙ୍ଗଲରେ ପହଞ୍ଚିଲେ। ଦୁର୍ବଳତା କାରଣରୁ ସେ ସେଠାରେ ଅଚେତ ହୋଇ ପଡ଼ିଗଲେ। ତାଙ୍କର ଚେତା ଫେରି ଆସିବା ପରେ ଦେଖିଲେ ଜଣେ ବିକୃତ ଚେହେରାର ସ୍ତ୍ରୀ ଲୋକଟିଏ ତାଙ୍କର ସେବା କରୁଛି। ସେ ରାଜକୁମାରଙ୍କୁ ଖାଇବାକୁ ଫଳ ଓ ପିଇବାକୁ ଜଳ ଦେଲା। ସେ ନିଜର ପରିଚୟ ଦେଇ କହିଲା, ମୁଁ ଏ ଜଙ୍ଗଲର ଗୋଟିଏ ପିଶାଚିନୀ। ମୁଁ ରହୁଥିବା ଗଛ ତଳେ ତୁମକୁ ଅଚେତ ହୋଇ ପଡ଼ିଥିବାର ଦେଖିଲି। ଜଣେ ବହୁ ଦୂରର ଅତିଥି ମନେକରି ମୁଁ ତୁମର ସତ୍କାର କରୁଛି। ଏହି ଅଗନାଅଗନି ବନସ୍ଥ ମଧ୍ୟରେ କେହି ମନୁଷ୍ୟ ପ୍ରାୟ ଯାଆନ୍ତି ନାହିଁ। କିନ୍ତୁ ତୁମେ କିଏ ଓ କିପରି ଏଠାରେ ପହଞ୍ଚିଲ? ରାଜକୁମାର ବିରୁପାକ୍ଷ ନିଜର ପରିଚୟ ଦେଇ ପିଶାଚିନୀ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରି କହିଲେ, ତୁମେ ପିଶାଚିନୀ ନୁହଁ, ମୋ ପାଇଁ ସାକ୍ଷାତ ଦେବୀ। ତମେ ମୋତେ ନୂତନ ଜୀବନ ଦେଇଛ। ଏବେ କୃପା କରି ମୋତେ ପାତାଳପୁରକୁ ରାସ୍ତା ବତାଇ ଦିଅ। କିନ୍ତୁ ହେ ମାନବ ଯୁବକ, ପାତାଳପୁରକୁ ଜଳପଥରେ ଯାଇହେବ। ମାନବ ପକ୍ଷରେ ତାହା ସମ୍ଭବ ନୁହେଁ। ବହୁ ଦୂର ଜଳପଥ। ତେଣୁ ସେଠାକୁ ଯିବାର ଜିଦ୍ ପରିତ୍ୟାଗ କର। ପିଶାଚିନୀ ପରାମର୍ଶ ଦେଲା। ତେବେ ମୋର ଏହି ଜନ୍ମ ବ୍ୟର୍ଥ ହେଲା ଜାଣ। ମୋର କର୍ତ୍ତବ୍ୟ ସମ୍ପୂର୍ଣ୍ଣ ନ ହୋଇପାରିଲେ ମୁଁ ଜୀବନ ତ୍ୟାଗ କରିବି। ଏହିପରି କହି ରାଜକୁମାର ପୁଣି ଥରେ ପୂର୍ବ ଦିଗରେ ଆଗେଇବାକୁ ବାହାରିଲେ। ଏହି ସମୟରେ ପିଶାଚିନୀ ତାଙ୍କୁ ଅଟକାଇ କହିଲା, ଟିକେ ଠିଆ ହୁଅ। ଯଦି ତମେ ମୋର ଏକ ସର୍ତ୍ତ ପୂରଣ କରି କଥା ଦେବ, ତେବେ ମୁଁ ତୁମକୁ ପାତାଳପୁର ଦ୍ୱାର ଯାଏଁ ପହଞ୍ଚାଇ ଦେଇପାରିବି। କେବଳ ଦ୍ୱାର ଯାଏଁ ପହଞ୍ଚାଇ ଦେଇପାରିଲେ ମୋ ଦ୍ୱାରା ଯାହା ସମ୍ଭବ ହେବ ମୁଁ ତମର ସମସ୍ତ ସର୍ତ୍ତ ପୂରଣ କରିବି। ରାଜକୁମାର ସଂକଳ୍ପ କଲେ। ପିଶାଚିନୀ କହିଲା, ପାତାଳପୁରର ତମେ କେଉଁଠାକୁ ଯିବ? ରାଜକୁମାର କହିଲେ, ପାତାଳପୁର ମଧ୍ୟରେ ମତ୍ସ୍ୟରାଇଜ ଅଛି। ସେ ମତ୍ସ୍ୟରାଇଜର ରାଜାଙ୍କୁ ମୁଁ ସାକ୍ଷାତ କରିବି। ପିଶାଚିନୀ କହିଲା, ଠିକ୍ ଅଛି, ତେବେ ମୁଁ ତୁମକୁ ସାହାଯ୍ୟ କରିବି। ପିଶାଚିନୀର ଇସାରାରେ ରାଜକୁମାର ଆଖି ବନ୍ଦ କରିବା ମାତ୍ରେ ଦୁହେଁ ପାତାଳପୁର ସୀମାନ୍ତରେ ପହଞ୍ଚିଗଲେ। ଏବେ ପାତାଳପୁରକୁ ପ୍ରବେଶ କରିବା କାମ ତୁମର। ମୁଁ ତୁମକୁ ବାହାରେ ଅପେକ୍ଷା କରୁଛି। ଖଣ୍ଡେ ବାଦଲ ଉପରେ ବସି ରହି ପିଶାଚିନୀ କହିଲା। ପାତାଳପୁରରେ ଜଣେ ସୁନ୍ଦର ମାନବକୁ ଦେଖି କେତେକ ନାଗକନ୍ୟା ତାଙ୍କ ଚାରିପାଖରେ ଘେରି ଯାଇ
ସେ କୁଆଡ଼େ ଆସିଛନ୍ତି ବୋଲି ତାଙ୍କୁ ପଚାରିଲେ। ରାଜକୁମାର କହିଲେ, ମୁଁ ଏହି ପାତାଳପୁରରେ ଥିବା ମତ୍ସ୍ୟପୁରକୁ ଆସିଛି ମତ୍ସ୍ୟକନ୍ୟାକୁ ସାକ୍ଷାତ କରିବାକୁ। ତାପରେ ରାଜକୁମାର ନାଗକନ୍ୟାମାନଙ୍କୁ ତାଙ୍କର ଦୁଃଖପୂର୍ଣ୍ଣ କାହାଣୀ ଶୁଣାଇଲେ। ନାଗରାଜା ରାଜକୁମାର ଓ ତାଙ୍କ ପିତାଙ୍କ କଷ୍ଟ ଜାଣିପାରି ଜଣେ ଦୂତକୁ ରାଜକୁମାରଙ୍କ ସହିତ ମତ୍ସ୍ୟପୁରକୁ ଯିବାକୁ ନିର୍ଦ୍ଦେଶ ଦେଲେ। ନାଗରାଜାଙ୍କ ଦୂତ ରାଜକୁମାର ଓ ମତ୍ସ୍ୟକନ୍ୟା ମୟୂରୀକୁ ଜାଣିଥିବା ମତ୍ସ୍ୟକନ୍ୟାର କେତେଜଣ ସାଥୀ ନାଗକନ୍ୟା ମଧ୍ୟ ରାଜକୁମାରଙ୍କ ସହିତ ମତ୍ସ୍ୟରାଇଜକୁ ଗଲେ। ରାଜକୁମାର ମତ୍ସ୍ୟକୁମାରୀ ମୟୂରୀଙ୍କ ପିତାଙ୍କୁ ସାକ୍ଷାତ କରି ତାଙ୍କର ଦୁଃଖଭରା କାହାଣୀ ଶୁଣାଇଲେ। ମତ୍ସ୍ୟକନ୍ୟାଙ୍କ ପିତା ସବୁ ଦୁଃଖ କାହାଣୀ ରାଜକୁମାର ବିରୁପାକ୍ଷଠାରୁ ଶୁଣିବା ପରେ ନିଜର କନ୍ୟା ମୟୂରୀକୁ ଡାକିଲେ। ମୟୂରୀ ସେ ସମୟରେ ମାନବ କନ୍ୟା ଭଳି ରୂପ ଥାଏ। ତାର ପ୍ରତ୍ୟେକ ସୁଢଳ ସୁନ୍ଦର ଅଙ୍ଗଶ୍ରୀରେ ଥାନ୍ତି ମଣିଷର ଅପୂର୍ବ ଶିରୀ ସୁରଭି। ପିତା ମୀନକେତନଙ୍କ ନିକଟରେ ପହଞ୍ଚି ମତ୍ସ୍ୟକନ୍ୟା ମୟୂରୀ କହିଲା, ପିତାଶ୍ରୀ, ମୁଁ ନିଜେ ହିଁ ତାଙ୍କ ପିତାଙ୍କୁ ଏପରି ଅଭିଶାପ ଦେଇଛି, କାରଣ ସେ ମୋର ଅପମାନ କଲେ। ମର୍ତ୍ତ୍ୟପୁରର ଏକ ନିର୍ଜନ ଜନଶୂନ୍ୟ ଘଞ୍ଚ ଜଙ୍ଗଲର ପୋଖରୀରେ ସ୍ନାନରତ ଥାଇ ଜଙ୍ଗଲର ପ୍ରାକୃତିକ ଶୋଭା ତଥା ପୋଖରୀ ଚାରିପାଖରେ ଥିବା ଚନ୍ଦନ ବୃକ୍ଷ ଚମ୍ପା ଆଦି ଫୁଲର ଗଛର ଫୁଲମାନଙ୍କର ସୁଗନ୍ଧ ଉପଭୋଗ କରୁଥିଲି। ସେ ସମୟରେ ତାଙ୍କ ପିତା ଏକ ବୃକ୍ଷମୂଳେ ବିଶ୍ରାମ ନେଉଥିଲେ। ବୃକ୍ଷଟି ପୋଖରୀର ଅନତି ଦୂରରେ ରହିଥିଲା। ରାଜା ସେ ବୃକ୍ଷ ନିକଟରେ ଉଠି ଆସିଲେ। ମୋତେ ଦେଖି ମୋହଗ୍ରସ୍ତ ହୋଇ ବିଚଳିତ ହେଲେ। ମୟୂରୀ ଅତି ବିନୟ ଭାବରେ ପିତାଙ୍କୁ ବିବରଣୀ ଶୁଣାଇଲେ। ପିତାଙ୍କ ତରଫରୁ କ୍ଷମା ପ୍ରାର୍ଥନା କରି ରାଜକୁମାର ନମ୍ରତାର ସହିତ ଉତ୍ତର ଦେଲେ, ଦେବୀ, ମୋର ପିତା ଆପଣଙ୍କର ସ୍ୱର୍ଗୀୟ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଏପରି କରିଛନ୍ତି। ଆପଣ ତାଙ୍କର ବ୍ୟବହାର ଦ୍ୱାରା ଅଶାନ୍ତି ତଥା କଷ୍ଟ ପାଇଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ଓ ପିତାଙ୍କୁ ଶାପମୁକ୍ତ କରିବା ପାଇଁ ନିବେଦନ କରୁଛି। ରାଜକୁମାରଙ୍କର ବିନମ୍ରତା ଓ ଶିଷ୍ଟତା ବ୍ୟବହାରରେ ମତ୍ସ୍ୟକନ୍ୟା ମୟୂରୀ ପ୍ରସନ୍ନ ହେଲେ। ତାପରେ ପାତାଳପୁର ମଧ୍ୟରେ ମତ୍ସ୍ୟ ରାଜ୍ୟ ଭଳି ଆଉ ଯେତେ ଛୋଟ ବଡ଼ ରାଜ୍ୟ ଥିଲା, ରାଜକୁମାରଙ୍କର ଦୁଃସାହସିକ ଯାତ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ସେ ରାଜକୁମାରଙ୍କୁ ଗୋଟିଏ ଫୁଲ ଦେଇ କହିଲେ, ଏଇ ଫୁଲଟି ଆପଣଙ୍କ ପିତାଙ୍କ ଚକ୍ଷୁରେ ସ୍ପର୍ଶ କରାଇଲେ ତାଙ୍କ ଚକ୍ଷୁଦ୍ୱୟରେ ପୁନଃ ଜ୍ୟୋତି ଫେରି ଆସିବ। କିନ୍ତୁ ମନେ ରଖ, ଏ କାମ ତାହାରି ହାତରେ କରାଇବ ଯିଏ ନିଜ ଜୀବନରେ ବଚନ ଭଙ୍ଗ କରିନାହିଁ। ଏପରି ନକଲେ ଚକ୍ଷୁର ଜ୍ୟୋତି ପୁନଶ୍ଚ ଅପସରି ଯିବ। କୃତଜ୍ଞତା ଜଣାଇ ରାଜକୁମାର ପାତାଳପୁରର ସେ ମତ୍ସ୍ୟରାଇଜରୁ ବିଦାୟ ନେଲେ। ପାତାଳପୁରର ଦ୍ୱାରପାର୍ଶ୍ୱରୁ ଆସିଲେ। ଦ୍ୱାରପାର୍ଶ୍ୱରେ ପିଶାଚିନୀ ପ୍ରତୀକ୍ଷା କରିଥିଲା। କ୍ଷଣକ ମଧ୍ୟରେ ସେ ରାଜକୁମାରଙ୍କୁ ଏକ ବାଦଲରେ ବସାଇ ଜଳକୁ ଛାଡ଼ି ଜଳରାଶିର ଉପରେ ଉପରେ ଉଡ଼ି ଉଡ଼ି ତାପରେ ସମ୍ପୂର୍ଣ୍ଣ ଉପରେ ଉଡ଼ି ମାତ୍ର କିଛି ସମୟ ମଧ୍ୟରେ ବିରାଟ ରାଜ୍ୟର ରାଜମହଲରେ ଥିବା ତାଙ୍କ ପ୍ରକୋଷ୍ଠରେ ପହଞ୍ଚାଇ ଦେଲା। ପିଶାଚିନୀ କହିଲା, ମୁଁ ତୁମର ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିଲି। ଯେହେତୁ ମୁଁ ଅଶରୀରୀ, ସବୁ କାର୍ଯ୍ୟ କରିପାରିବି। ମାୟାରେ ମୁଁ ସବୁ କରିପାରିବି। ଏବେ ମୋର ଏହି କର୍ତ୍ତବ୍ୟ ବଦଳରେ ତୁମକୁ ମୋର ଗୋଟିଏ ଛୋଟ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏଥିପାଇଁ ତୁମେ ଆଗରୁ କଥା ଦେଇ ସାରିଛ। ମୁଁ ତୁମକୁ ବିବାହ କରିବାକୁ ଚାହେଁ। ଠିକ୍ ଅଛି, ତୁମର ଉପକାର ପାଇଁ ଏହା କିଛି ବି ନୁହେଁ। ଏହା କହି ରାଜକୁମାର ପିଶାଚିନୀକୁ ସେଠାରେ ଅପେକ୍ଷା କରିବାକୁ କହି ପିତାଙ୍କୁ ଭେଟିବାକୁ ଗଲେ। ପିତାଙ୍କ ଚକ୍ଷୁରେ ଫୁଲଟି ଛୁଇଁବା ମାତ୍ରେ ତାଙ୍କର ଦୃଷ୍ଟିଶକ୍ତି ଫେରି ଆସିଲା। ରାଜା ସ୍ୱାଭାବିକ ଭାବରେ ସବୁକିଛି ଦେଖିପାରିଲେ। ସାରା ରାଜମହଲରେ ହସ ଉଲ୍ଲାସର ବାତାବରଣ ଖେଳିଗଲା। ଏହାପରେ ରାଜକୁମାର ବିରୁପାକ୍ଷ ନିଜ ପ୍ରକୋଷ୍ଠକୁ ଫେରିଆସି ନିଜର ବଚନ ଅନୁସାରେ ପିଶାଚିନୀକୁ ବିବାହ କରିବାକୁ ପ୍ରସ୍ତୁତ ହେଲେ। କିନ୍ତୁ ସେ ତାଙ୍କୁ ପ୍ରଥମେ କହିଲେ, ତୁମ ଚେହେରା ଅତ୍ୟନ୍ତ ବିଭତ୍ସ। ବିବାହ ପରେ ତୁମେ ଏହି କକ୍ଷରୁ ବାହାରିବ ନାହିଁ କି ବାହାରକୁ ଯିବ ନାହିଁ, କାରଣ ତୁମକୁ ଯେ ଦେଖିବ ସେ ଭୟଭୀତ ହୋଇଯିବ। ପିଶାଚିନୀ ଏହି ପ୍ରସ୍ତାବକୁ ସହର୍ଷ ଚିତ୍ତରେ ସ୍ୱୀକାର କରି କହିଲା, ତୁମେ ଯେପରି କହିବ ମୁଁ ସେହିପରି କରିବି। ମହଲର ଗୋଟି କୋଣରେ ନୁହେଁ, ଗନ୍ଧର୍ବ ରୀତିରେ ଦୁଇଜଣ ଯାକ ବିବାହ କରିଲେ। ବିବାହର ରୀତିନୀତି ସରିଆସିବା ବେଳକୁ ସେହି କୁରୂପା ପିଶାଚିନୀ ଜଣେ ସୁନ୍ଦରୀ ରାଜକୁମାରୀରେ ବଦଳିଗଲା। ରାଜକୁମାର ବିସ୍ମୟ ଓ ଆନନ୍ଦରେ ଅପରୂପା ରାଜକୁମାରୀଙ୍କୁ ନିରୀକ୍ଷଣ କଲେ। ସ୍ମିତ ହସି ରାଜକୁମାରୀ କହିଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରକୃତରେ ମୁଁ ଜଣେ ରାଜକୁମାରୀ, ବତ୍ସ ଦେଶର ରାଜକୁମାରୀ ସୁହାସିନୀ। ମୋତେ ବିବାହ କରି ତୁମେ ମୋତେ ପିଶାଚ ଜନ୍ମରୁ ମୁକ୍ତି ଦେଇଛ। କିନ୍ତୁ ତୁମେ ପିଶାଚିନୀ ହେଲ କିପରି? ରାଜକୁମାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ରାଜକୁମାରୀ ସୁହାସିନୀ ନିଜର କାହାଣୀ ଶୁଣାଇଲେ। ଥରେ ଜଣେ କ୍ରୋଧୀ ତପସ୍ୱୀ ମୋର ପିତାଙ୍କ ନିକଟରେ ଜଣେ ରାଜକୁମାରୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ।
ତାଙ୍କର କ୍ରୋଧରେ ଭୟଭୀତ ହୋଇ ପିତା ମୋତେ ବିବାହ ଦେବା ପାଇଁ ସମ୍ମତି ଜଣାଇଲେ, କିନ୍ତୁ ମୁଁ ଏହି ପ୍ରସ୍ତାବରେ ଆଦୌ ରାଜି ହେଲି ନାହିଁ। କ୍ରୋଧ ପରବଶ ହୋଇ ସେହି ମୁନି ମୋତେ ପିଶାଚିନୀରେ ପରିବର୍ତ୍ତନ କରିଦେଲେ। ମୋର ପିତା ବହୁ କାକୁତି ମିନତି ହେବାରୁ ମୁନି ଶ୍ରାପ ବିମୋଚନ ପାଇଁ ଏକ ଉପାୟ ବତାଇଲେ। ଯଦି କୌଣସି ରାଜକୁମାର ମୋତେ ଏହି ପିଶାଚିନୀ ରୂପରେ ହିଁ ବିବାହ କରେ, ତେବେ ମୁଁ ଶାପମୁକ୍ତ ହୋଇଯିବି। ଆଜି ହିଁ ସେହି ଶୁଭ ମୁହୂର୍ତ୍ତ ଆସିଛି। ରାଜକୁମାର ଏହି ସୁଖଦ ସମାଚାର ରାଜାଙ୍କୁ ଜଣାଇଲେ। ବଡ଼ ଜାକଜମକରେ ଦୁହିଁଙ୍କର ବିବାହ ଅନୁଷ୍ଠିତ ହେଲା। ମାତ୍ର ଗୋଟିଏ ବର୍ଷ ପରେ ରାଜକୁମାର ବିରୁପାକ୍ଷଙ୍କର ଏକ ସୁନ୍ଦର ପୁତ୍ର ସନ୍ତାନ ଜାତ ହେଲା। ଗୋଟିଏ ଚାଉଳରେ ଗଢ଼ା, କମନୀୟ ରୂପକାନ୍ତି ସହ ତେଜ ରାଜକୁମାର ହେଲେ ବି ଦେବକୁମାର ଭଳି ଦେଖାଯାଉଥାନ୍ତି। ରାଜା ଜୟଶଙ୍କର ନାତିଟିଏ ପାଇ ଅତ୍ୟନ୍ତ ଖୁସି ହେଲେ ଏବଂ ଅତି ଶ୍ରଦ୍ଧାରେ ତାର ନାମ ରଖିଲେ ରୁଦ୍ରଶଙ୍କର। ରୁଦ୍ରଶଙ୍କର ଦିନକୁ ଦିନ ଶଶିକଳା ପରି ବଢ଼ିବାକୁ ଲାଗିଲେ। ଖୁବ୍ ଶୀଘ୍ର ତାଙ୍କର ବିଦ୍ୟାଶିକ୍ଷା ଆରମ୍ଭ ହୋଇଥିଲା। ଅଳ୍ପ ଦିନ ମଧ୍ୟରେ ସେ ବିଭିନ୍ନ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିବା ସହିତ ଯୁଦ୍ଧ ବିଦ୍ୟାରେ ସମସ୍ତ ରଣକୌଶଳ ଇତ୍ୟାଦିରେ ପାରଙ୍ଗମ ହେଲେ। ଦିନକର ଘଟଣା। ଯୁବରାଜ ବିରୁପାକ୍ଷ ଯୁବରାଣୀ ସୁହାସିନୀଙ୍କୁ କହିଲେ, ମୁଁ ପାତାଳପୁରରେ ଦେଖିଥିବା ମତ୍ସ୍ୟକନ୍ୟା ମୟୂରୀଙ୍କ ଶ୍ରୀ ସୌରଭକୁ ଆଦୌ ଭୁଲି ପାରୁନି। ଆଜକୁ ଦୀର୍ଘ 16 ବର୍ଷ ତଳେ ମତ୍ସ୍ୟକନ୍ୟାକୁ ଦେଖିଥିଲେ ବି ତାର ରୂପ ଇନ୍ଦ୍ରଧନୁର ସାତରଙ୍ଗ ଭଳି ମୋ ମନ ଆତ୍ମାରେ ଅପାସରା ହୋଇ ରହିଛି। ଯଦି ଆମ ପୁତ୍ର ପାଇଁ ସେହିଭଳି ଅପରୂପା ଆକର୍ଷଣୀୟା ରାଜକୁମାରୀଟିଏ ମିଳନ୍ତା, ମୁଁ ଯଥାଶୀଘ୍ର ବାପାଙ୍କୁ କହି ତାର ବିବାହ କାର୍ଯ୍ୟ ସମ୍ପାଦନ କରନ୍ତି। ସୁହାସିନୀ କହିଲେ, ଗୋରୁ କନ୍ୟା ଭୂମି ଭାଗ୍ୟରେ ଥିଲେ ଅବଶ୍ୟ ମିଳିବ। ରାଜକୁମାର ବିରୁପାକ୍ଷ କହିଲେ, ହଉ ତେବେ ଗୋଟିଏ କଥା, ମୋର ଏବେ ବି ଥରେ ସେ ମତ୍ସ୍ୟକନ୍ୟାକୁ ଦେଖିବାକୁ ଇଚ୍ଛା ହେଉଛି। ସେ ଯୌବନ ସମୟରେ ଯେମିତି ଦେଖାଯାଉଥିଲା, ଏବେ ସେମିତି ନା ଆଉ କେମିତି ଦେଖାଯାଉଛି, ଦେଖା କରିବାକୁ ମୋ ମନ ଭିତରେ ପ୍ରବଳ ଆଗ୍ରହ। ସୁହାସିନୀ କହିଲେ, ମୁଁ ସେତେବେଳେ ଶାପଗ୍ରସ୍ତ ହୋଇ ପିଶାଚିନୀ ହୋଇଯାଇଥିଲି। ପିଶାଚିନୀ ଅର୍ଥାତ୍ ଅଶରୀର। ଶୂନ୍ୟରେ ଅଶରୀର କେବଳ ସ୍ୱର୍ଗପୁରକୁ ବାଦ୍ ଦେଲେ ପାତାଳପୁର, ମର୍ତ୍ତ୍ୟପୁର ଆଦି ସମସ୍ତ ପୁରକୁ ଯାଇପାରିବ, ରୂପ ପରିଗ୍ରହ କରିପାରିବ, ଆପଣା ଇଚ୍ଛାରେ ରୂପ ବଦଳାଇ ପାରିବେ। ମୁଁ ଭାବୁଛି ସେହି ଅଶରୀରୀମାନଙ୍କ ମଧ୍ୟରୁ କୌଣସି ଏକ ଅଶରୀରୀ ଅତୃପ୍ତ ଆତ୍ମାକୁ ତାନ୍ତ୍ରିକ ଦ୍ୱାରା ଆୟତ୍ତ କରି ତାଙ୍କ ସହାୟତାରେ ପାତାଳପୁରକୁ ଯାଇ ମତ୍ସ୍ୟକନ୍ୟାକୁ ଦେଖି ଆସନ୍ତେ। ସୁହାସିନୀଙ୍କ କଥା ରାଜକୁମାର ବିରୁପାକ୍ଷଙ୍କ ମନକୁ ବେଶ୍ ପାଇଲା। ତେଣୁ ସେ ଏକ ବିଶିଷ୍ଟ ଗୁଣିଆ ତାନ୍ତ୍ରିକ ସନ୍ଧାନରେ ବିଭିନ୍ନ ଅଞ୍ଚଳକୁ ଦୂତ ପଠାଇଲେ। ଶେଷରେ ସେ ଏହି କାର୍ଯ୍ୟରେ ସଫଳ ହେଲେ। ସୌରାଷ୍ଟ୍ର ରାଜ୍ୟରେ ସମ୍ବରା ନାମକ ଏକ ବିଶିଷ୍ଟ ଗୁଣୀ ତାନ୍ତ୍ରିକ ଦ୍ୱାରା ଏକ ଅଶରୀରୀକୁ ଆପଣା ଆୟତ୍ତକୁ ଆଣି ସ୍ତ୍ରୀ ସୁହାସିନୀ, ରାଜକୁମାର ବିରୁପାକ୍ଷ ଓ ଗୁଣିଆ ସମ୍ବରା ତିନିହେଁ ପାତାଳପୁରରେ ପ୍ରବେଶ କଲେ। ପାତାଳପୁରରେ ପହଞ୍ଚି ମତ୍ସ୍ୟରାଇଜକୁ ଗଲେ। ନିଜ ନିଜର ପରିଚୟ ଦେଲେ ମତ୍ସ୍ୟରାଜ ମୀନକେତନଙ୍କୁ। ଅତୀତର କଥା ମଧ୍ୟ ସବୁ ମନେ ପକାଇଦେଲେ। ତାପରେ ବିରୁପାକ୍ଷ ମତ୍ସ୍ୟକନ୍ୟା ମୟୂରୀକୁ ଦେଖିଲେ। କି ଅଦ୍ଭୁତ କଥା! ରାଜକୁମାର ବିରୁପାକ୍ଷ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଦୀର୍ଘ 16 ବର୍ଷ ପୂର୍ବେ ବିରୁପାକ୍ଷ ମତ୍ସ୍ୟକନ୍ୟା ମୟୂରୀକୁ ଯେମିତି ଦେଖିଥିଲେ, 16 ବର୍ଷ ପରେ ମଧ୍ୟ ସେମିତି ଦେଖୁଛନ୍ତି। ବୟସ ମଧ୍ୟ ସେତିକି ଲାଗୁଛି। ଯୌବନର ସୌନ୍ଦର୍ଯ୍ୟ ଲେଶମାତ୍ର କମିଯାଇ ନାହିଁ। ରାଜା ଏକ ଭାବବିହ୍ୱଳିତ ମନ ନେଇ ଏକଥା ପଚାରିବାରୁ ମତ୍ସ୍ୟକନ୍ୟାଙ୍କ ପିତା କହିଲେ, ମୋ ଝିଅ ମୟୂରୀ ମତ୍ସ୍ୟକନ୍ୟା। ମତ୍ସ୍ୟ ଦେବତାଙ୍କ ବରଦାନ। ଜାଣି ରଖନ୍ତୁ, କୌଣସି ଦେବକନ୍ୟାଙ୍କର ଯୌବନ ଚିର ଅକ୍ଷୁଣ୍ଣ, ଏହା କେବେ ଟଳେ ନାହିଁ। ସେ ନାଗଦେବତା, ଅଗ୍ନିଦେବତା, ଜଳଦେବତା, ମତ୍ସ୍ୟ ଦେବତା ଯେ କେହି ଦେବତାଙ୍କ ହୋଇଥିଲେ ମଧ୍ୟ ସେମାନେ ଯୌବନରେ ପଦାର୍ପଣ କରିବା ମାତ୍ରେ ଆଉ ବୃଦ୍ଧ କିମ୍ବା ବୃଦ୍ଧା ହୁଅନ୍ତି ନାହିଁ କି ମୃତ୍ୟୁବରଣ କରନ୍ତି ନାହିଁ। କିନ୍ତୁ ମର୍ତ୍ତ୍ୟପୁର ମଣିଷମାନଙ୍କଠାରେ ଏହା ବିପରୀତ। ତେବେ ଆଉ ଏକ କଥା ଜାଣନ୍ତୁ, ମାଛମାନେ ଛୋଟରୁ ବଡ଼ ହୁଅନ୍ତି, ଅର୍ଥାତ୍ ବଡ଼ ହୋଇ ସଦା ଯୌବନକୁ ଶାଶ୍ୱତ ବା ଚିରନ୍ତନ ରଖିଥାନ୍ତି। ତାପରେ ବିରୁପାକ୍ଷ ଏସବୁ ଶୁଣି ଅତ୍ୟନ୍ତ ଖୁସି ହୋଇ ଅତ୍ୟନ୍ତ ନମ୍ର ତଥା ବିନୀତ ଭାବରେ ମତ୍ସ୍ୟକନ୍ୟାଙ୍କ ପିତା ମୀନକେତନଙ୍କୁ ସାହସ ସଞ୍ଚୟ କରି କହିଲେ, ଆପଣ ଯଦି ମୋର ପୁତ୍ର ରୁଦ୍ରଶଙ୍କର ସହିତ ଆପଣଙ୍କ କନ୍ୟା ମୟୂରୀକୁ ବିବାହ ଦିଅନ୍ତେ, ତେବେ ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ହୁଅନ୍ତି। ଏହା କହି ବିରୁପାକ୍ଷ ତାଙ୍କ ପୁତ୍ର ରୁଦ୍ରଶଙ୍କରଙ୍କର ଚିତ୍ରପଟଟି ଦେଖାଇଲେ। ମତ୍ସ୍ୟକନ୍ୟାଙ୍କ ପିତା ମୀନକେତନ ସ୍ୱଭାବରେ ଅତ୍ୟନ୍ତ ଶାନ୍ତ, ସରଳ, ଉଦାର ତଥା ନିର୍ବିକାର, ପୁଣି ବିବେକୀ ସୁବିଚାରବନ୍ତ। ରାଜା ମୀନକେତନ କହିଲେ,
ମୋ କନ୍ୟା ଯେବେ ମର୍ତ୍ତ୍ୟପୁରରେ ଆପଣଙ୍କ ପୁଅକୁ ବିବାହ କରିବାକୁ ସମ୍ମତି ପ୍ରକାଶ କରେ ତେବେ ମୋର କିଛି କହିବାର ନାହିଁ। ଏହା କହି ରାଜା କନ୍ୟା ମୟୂରୀକୁ ଡାକିଲେ ଓ ମର୍ତ୍ତ୍ୟପୁରର ରାଜକୁମାର ରୁଦ୍ରଶଙ୍କରଙ୍କର ଚିତ୍ରପଟ ଦେଖାଇ ସମସ୍ତ ବିବରଣୀ ଶୁଣାଇଲେ। ତା ନିଜ ଉପରେ ଏ ଦାୟିତ୍ୱର ଭାର ଦେଇ କହିଲେ, ମୟୂରୀ, ତୁମେ ଯାହା ଚାହିଁବ ତାହା ଉଚିତ ମନେ କରିବ, ସେଥିରେ ମୁଁ ସମ୍ମତି ପ୍ରକାଶ କରିବି। ରାଜକୁମାରୀ ମତ୍ସ୍ୟକନ୍ୟା ମୟୂରୀ ତ ପୂର୍ବରୁ ମର୍ତ୍ତ୍ୟପୁରରେ ଥିବା ବଣ, ଜଙ୍ଗଲ, ନଦୀ, ପାହାଡ଼, ପର୍ବତ, ଫୁଲଗଛ ଆଦି ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ଉପଭୋଗ କରିବାକୁ ସେ ରାଜ୍ୟର ଜଙ୍ଗଲ ମଧ୍ୟରେ ଥିବା ପୋଖରୀ ମଧ୍ୟକୁ ଆସନ୍ତି। ତେଣୁ ସେ ମର୍ତ୍ତ୍ୟପୁରରେ ବିବାହ କରିବାକୁ ସମ୍ମତି ପ୍ରକାଶ କଲେ। ତାପରେ ସେ ଦେବକନ୍ୟା ହୋଇ ଚିର ଅମର ରହିବାକୁ ଆଦୌ ଚାହାନ୍ତି ନାହିଁ ବୋଲି ତାଙ୍କ ପିତାଙ୍କୁ କହିଲେ। ମର୍ତ୍ତ୍ୟପୁରରେ ବିରାଟ ରାଜ୍ୟର ରାଜା ଜୟଶଙ୍କରଙ୍କ ନାତି ରାଜକୁମାର ବିରୂପାକ୍ଷ ପୁତ୍ର ରୁଦ୍ରଶଙ୍କରଙ୍କୁ ବିବାହ କରିବାକୁ ରାଜି ଅଛନ୍ତି ବୋଲି ମୟୂରୀ ତାଙ୍କ ପିତାଙ୍କୁ କହିଲେ। ମୟୂରୀଙ୍କ ପିତା ଖୁସି ହୋଇ କନ୍ୟାକୁ କହିଲେ, ଯାଅ, ତୋ ସୁଖ ଆମ ସୁଖ, ତୋ ଦୁଃଖ ତ ଆମ ଦୁଃଖ। ତୁ ଯାହା ଚାହୁଁଛୁ ତାହା ହିଁ ହେବ। ମୁଁ ଯେତେବେଳେ ମତ୍ସ୍ୟଦେବତାଙ୍କଠାରୁ ତୋତେ ପ୍ରାପ୍ତ କଲି, ମତ୍ସ୍ୟଦେବ ମୋତେ କହିଥିଲେ, ଯଦି ଏ କନ୍ୟା ମର୍ତ୍ତ୍ୟପୁରର କୌଣସି ରାଜକୁମାରଙ୍କୁ ବିବାହ କରେ ତେବେ ତାର ଅର୍ଦ୍ଧେକ ଶରୀର କେବେ ବି ଚାହିଁଲେ ବି ମତ୍ସ୍ୟ ରୂପ ଧାରଣ କରିବ ନାହିଁ। ସେ ମନୁଷ୍ୟର ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗର ପୂର୍ଣ୍ଣାଙ୍ଗ ରହିବ। ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ଦେବୀ ଭଳି ଦେଖାଯିବ ତାର ଯୌବନ ସମୟ ପରିସମାପ୍ତି ପର୍ଯ୍ୟନ୍ତ। ଏସବୁ କଥା ଶୁଣି ବିରୂପାକ୍ଷ ଓ ତାଙ୍କର ପତ୍ନୀ ସୁହାସିନୀ ଅତ୍ୟନ୍ତ ଆନନ୍ଦିତ ହେଲେ। ଏ ବିବାହ କାର୍ଯ୍ୟ କିପରି ହେବ? ରାଜକୁମାର ମତ୍ସ୍ୟରାଜ୍ୟକୁ ପୁଣି ଆସିବେ କିପରି? ବିରୂପାକ୍ଷ ମତ୍ସ୍ୟରାଜା ମୀନକେତନଙ୍କୁ କହିଲେ। ମୀନକେତନ ବିରୂପାକ୍ଷଙ୍କୁ କହିଲେ, ମୋ ଝିଅ ମତ୍ସ୍ୟକନ୍ୟା ମୟୂରୀକୁ ସାଙ୍ଗରେ ନେଇଯାଅ। ତା ବିବାହ କାର୍ଯ୍ୟ ଗନ୍ଧର୍ବ ରୀତିରେ ସମାପନ କରିଦେବ। ତାପରେ ଏ ପାତାଳପୁରର ମତ୍ସ୍ୟରାଜ୍ୟକୁ ତମେମାନେ ଯେତେବେଳେ ଆସିବାକୁ ଚାହିଁବ, ମତ୍ସ୍ୟକନ୍ୟା ମୋରି ସହାୟତାରେ ଆସିପାରିବ। ସେ ଏକ ମନ୍ତ୍ର ଜାଣିଛି। ସେହି ମନ୍ତ୍ର ପାଠ କରି ମୟୂରୀ ଆକାଶରେ ବାଦଲକୁ ଆସନ କରିବ। ସେହି ଆସନରେ ସେ ସମସ୍ତଙ୍କୁ ବସାଇ ପାତାଳପୁରର ମତ୍ସ୍ୟରାଜ୍ୟକୁ ନେଇ ଆସିପାରିବ। ଏକଥା ଶୁଣି ବିରୂପାକ୍ଷ ଓ ତାଙ୍କ ପତ୍ନୀ ଅତ୍ୟନ୍ତ ଆନନ୍ଦିତ ହେଲେ। ତାପରେ ମତ୍ସ୍ୟକନ୍ୟା ମୟୂରୀ ମନ୍ତ୍ରପାଠ କରି ବାଦଲ ଆସନରେ ନିଜର ପିତାମାତା ତଥା ସଖୀ ସହଚରୀମାନଙ୍କୁ ବସାଇ ବିରାଟ ରାଜ୍ୟରେ ପହଞ୍ଚିଲେ। ମହା ଆଡ଼ମ୍ବରରେ ଗନ୍ଧର୍ବ ରୀତିରେ ମତ୍ସ୍ୟକନ୍ୟା ମୟୂରୀଙ୍କ ସହିତ ରାଜକୁମାର ରୁଦ୍ରଶଙ୍କରଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରାଗଲା। ତେଣେ ତାନ୍ତ୍ରିକ ସମ୍ବରା ଓ ଅଶରୀରୀ ପାତାଳପୁରର ଦ୍ୱାରଦେଶରେ ଦୀର୍ଘ ସମୟ ଅପେକ୍ଷା କରି ତନ୍ତ୍ର ବଳରେ ତାନ୍ତ୍ରିକ ସବୁ ଜାଣିପାରିଲେ। ବିରୂପାକ୍ଷ ଓ ତାଙ୍କ ପତ୍ନୀ ପାତାଳପୁର ରାଜ୍ୟଙ୍କ ସହାୟତାରେ ଆପଣା ରାଜ୍ୟକୁ ଫେରିଆସିଛନ୍ତି। ତାନ୍ତ୍ରିକ ଅଶରୀରୀ ଆତ୍ମାକୁ ଆପଣା ଆୟତ୍ତରେ ରଖି ବିରାଟ ରାଜ୍ୟକୁ ଫେରିଆସିଲେ। ତାନ୍ତ୍ରିକ ବିରାଟ ରାଜ୍ୟକୁ ଆସି ରୁଦ୍ରଶଙ୍କରଙ୍କ ବିବାହ ଭୋଜି ଭାତ ଇତ୍ୟାଦି ଖାଇଲେ। ତାନ୍ତ୍ରିକ ସମ୍ବରା ଅଶରୀରୀ ଆତ୍ମାକୁ କଥା ଦେଇଥିଲା ତୃପ୍ତ କରିବାକୁ। ଯୁବରାଜ ବିରୂପାକ୍ଷଙ୍କଠାରୁ ଖର୍ଚ୍ଚ ନେଇ ତାନ୍ତ୍ରିକ ଅତୃପ୍ତ ଆତ୍ମାକୁ ତୃପ୍ତ କଲା। ତାନ୍ତ୍ରିକଙ୍କୁ ଯଥୋଚିତ ପୁରସ୍କାର ସହ ବହୁମୂଲ୍ୟର ପାଟବସ୍ତ୍ର ଦାନ କରାଗଲା। ସମସ୍ତେ ସୁଖ ଶାନ୍ତିରେ ରହିଲେ।